ଯଦି ଗୋଟେ ବ୍ୟକ୍ତି ନେଚରରେ ଅଧିକ ଟାଇମ୍ ସ୍ପେଣ୍ଡ କରିବ, ଗଛ ଥିବ, ଝରଣା ଥିବ, ପାହାଡ଼ ଥିବ, ତାହେଲେ ସେ ଗୋଟେ ହିଲିଂ ହେବା ଆରମ୍ଭ କରେ। ଆଜି ଯେଉଁ ଗୋଟେ ଲୋକମାନେ ପାର୍କକୁ ଯାଉଛନ୍ତି ସହରରେ, ତ କାହିଁକି ଯାଉଛନ୍ତି? ନା ସେଠି ଗୋଟେ ତାଙ୍କୁ ଗୋଟେ ଓରା ଗୋଟେ ଭାଇବ୍ସଟା ଯେଉଁ ଅଛି ଗ୍ରୀନାରୀର, ତାଙ୍କୁ ଗୋଟେ ହିଲ୍ କରେ। ଗ୍ରୀନଟା ମାନେ ଗଛ ବି ଆମକୁ ନେଚର ବି ହିଲ୍ କରେ। ତ ପ୍ରତ୍ୟେକ ବ୍ୟକ୍ତି ନେଚରରେ ଟାଇମ୍ ସ୍ପେଣ୍ଡ କରିବା ଦରକାର। ଯେତେବେଳେ ଗୋଟେ ବ୍ୟକ୍ତି ଡିପ୍ରେସିଭ୍ ରହୁଛନ୍ତି, ତାଙ୍କ ଯେଉଁ ବନ୍ଧୁ ସହିତ ତାଙ୍କର ବଢ଼ିଆ ତାଙ୍କର ମିଶନ୍ତି ବା ଏକା ବି ହେଇପାରେ, ନେଚର ସହିତ ଯାଇକି ବସିବା ଦରକାର। ଆମେ ଆଜିକାଲି କ'ଣ କରୁଛନ୍ତି, ବହୁତ ସମୟ ଲୋକମାନେ ନା ଘରେ, କାନ୍ଥରେ, ମୋବାଇଲରେ ଆପଣ ଯଦି ଅଧିକ ସମୟ ଦେବେ, କାନ୍ଥ ତ ଗୋଟେ ଜଡ଼ ଜିନିଷ, ଜଡ଼ ଜିନିଷ ସହିତ ଯେତେ ଅଧିକ ସମୟ ଦେଲେ ମଧ୍ୟ କିଛି ଲାଭ ହେବ ନାହିଁ। ଜୀବନ୍ତ ଜିନିଷରେ ଆମେ ଯେତେ ଟାଇମ୍ ସ୍ପେଣ୍ଡ କରିଥାଉ, ଆମକୁ ସେତେ ଏନର୍ଜି ମିଳେ। କାହିଁକି? ଆମେ ଗୋଟେ ଏନର୍ଜି, ଆମେ ଗୋଟେ ଲିଭିଂ ବିଙ୍ଗସ୍। ତ ଆମକୁ ବି ଗୋଟେ କନସିୟସ୍ ଥିବା ଜିନିଷ, ଚେତନା ଥିବା ଜିନିଷ ଆମକୁ ଦରକାର ପଡ଼େ। ଗଛରେ ଗୋଟେ ବି ଚେତନ ଶକ୍ତି ଅଛି, ଗୋଟେ ଊର୍ଜା ଅଛି, ଗୋଟେ ଏନର୍ଜି ଅଛି। ତ ଯେତେବେଳେ ଗୋଟେ ବ୍ୟକ୍ତି ଡିପ୍ରେସନରେ ଯାଉଛନ୍ତି, ଲୋକେସନ୍ ଚେଞ୍ଜ କରନ୍ତୁ ଏବଂ ସେ ଗୋଟେ ଭଲ ନ୍ୟାଚୁରାଲ୍ ଭାଇବ୍ସକୁ ଯିବା ଆରମ୍ଭ କରନ୍ତୁ। ଭଲ ଭଲ ମ୍ୟୁଜିକ୍ ଶୁଣନ୍ତୁ। ଆପଣ ୟୁଟ୍ୟୁବ୍ ସର୍ଚ୍ଚ କଲେ ଡେଲ୍ଟା ମ୍ୟୁଜିକ୍ ପାଇବେ। ଡେଲ୍ଟା ମ୍ୟୁଜିକ୍, ଆଲଫା ମ୍ୟୁଜିକ୍ ଥାଏ। ସେ ମ୍ୟୁଜିକ୍ ଗୁଡ଼ାକ ବି ଶବ୍ଦ ବି ଆମକୁ ହିଲ୍ କରେ। ତାକୁ ଆମେ ମ୍ୟୁଜିକ୍ ଥେରାପି କହୁଛୁ। ତ ଜଣେ ମ୍ୟୁଜିକ୍, ଭଲ ଭଲ ମ୍ୟୁଜିକ୍ ପ୍ଲେ କରିବା ଦରକାର। ଡେଲ୍ଟା ମ୍ୟୁଜିକ୍ ମାରିଦେବେ, ଆସିଯିବ ୟୁଟ୍ୟୁବରେ। ତ ମ୍ୟୁଜିକ୍ରେ ସ୍ପେଣ୍ଡ କରନ୍ତୁ, ନେଚରରେ ସ୍ପେଣ୍ଡ କରନ୍ତୁ ଏବଂ ଲୋକେସନ୍କୁ ଚେଞ୍ଜ କରିଦିଅନ୍ତୁ। ଟାଇମ୍ ଅଟୋମେଟିକ୍ ଆପଣଙ୍କୁ ହିଲ୍ କରିଦେବ। କିନ୍ତୁ ଲୋକମାନେ ଏହା କରନ୍ତି ନାହିଁ। ସେମାନେ ଏତିକି କରିବା ପାଇଁ ବି ଇଣ୍ଟରେଷ୍ଟ ନିଅନ୍ତି ନାହିଁ।